ନିଜସ୍ୱ ଅର୍ଥରେ ରାସ୍ତା ନିର୍ମାଣ କାମ କଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢିକାପୋଡି ପଞ୍ଚାୟତରେ ରାସ୍ତାଘାଟ ଅତି ଦୟନୀୟ ଅବସ୍ଥାରେ ରହିଥିଲା। ଦୀର୍ଘ ଦିନ ହେବ ଗ୍ରାମବାସୀ ପଞ୍ଚାୟତର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ରାସ୍ତା ମରାମତି ହୋଇପାରିନଥିଲା। ଯେଉଁ ରାସ୍ତାଟି ବୁଢିକାପୋଡି ପଞ୍ଚାୟତ ଛକଠାରୁ ଓଖଣ୍ଡା ଗ୍ରାମକୁ ସଂଯୋଗ କରିଅଛି, ବୁଢିକାପୋଡି ଗ୍ରାମରେ ଏକ ହାଇସ୍କୁଲ, ଏମଇ ସ୍କୁଲ ଓ ୟୁପି ସ୍କୁଲ ସହିତ ଆଶ୍ରମ ମଧ୍ୟ ରହିଅଛି। ତେଣୁ ପଞ୍ଚାୟତ ଛକରୁ ଓଖଣ୍ଡାକୁ ସଂଯୋଗ ହୋଇଥିବା ରାସ୍ତାରେ ସ୍କୁଲ ପିଲାଠାରୁ ଅନେକ ଗ୍ରାମ ଏହି ରାସ୍ତାରେ ନିର୍ଭର କରିଥାନ୍ତି, ଯଥା କାଉଁରିକଲା, ପିଛିଳାବେଡା, ଟୁକୁଢିଆ, ସରସିଙ୍ଗା, ପୁରନ୍ଦରପୁର, ରସବନ୍ତଳା, ମନୋହରପୁର। ଏହି ରାସ୍ତା ଦେଇ ଅନେକ ବାଟୋଇ ହାଟ ମଧ୍ୟ ଯାଇଥାନ୍ତି। ଆଗାମୀ ଦିନ ବର୍ଷା ଋତୁ ହେବାକୁ ଥିବାରୁ ଖାଲ ଢିପରେ ଅନେକ ଲୋକ ପଡି ଖଣ୍ଡିଆ ଖବର ହେବାର ନଜର ରହିଅଛି। ତେଣୁ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ କିଛି ଅର୍ଥ ଆଦାୟ କରି ଜେସିବି ମାଧ୍ୟମରେ ଯେଉଁମାନେ ଅର୍ଥ ଦେଇ ନ ପାରିଲେ ସେମାନେ ନିଜେ ଶ୍ରମଦାନ କରି ରାସ୍ତାକୁ ମରାମତି କରିଛନ୍ତି। ଯେଉଁମାନେ ରାସ୍ତାକୁ ମରାମତି ପାଇଁ ଆଗେଇ ଆସିଥିଲେ ସେମାନେ ହେଲେ ପ୍ରେମଲତା ମହାନ୍ତ, ସୁମନ୍ତ କୁମାର ମହାନ୍ତ, ପରଶୁରାମ ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ, ଖଗେଶ୍ୱର ମହାନ୍ତ, ଦାଶରଥୀ ମହାନ୍ତ, ସାଧୁଚରଣ ମହାନ୍ତ, ସ୍ଥିରପାଣି ମହାନ୍ତ, ବିଭୂତି ମହାନ୍ତ। ଏମାନେ ଏପରି କାର୍ଯ୍ୟ କରିଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ ଓଡ଼ିଆ।